ଦେଇଥିଲା ପରେ ତମେ ଭଡ଼ା ଲଗେଇଛ, ତମେ ଘର କରିକି ବିକିଛ, ଏଗୁଡ଼ା ଶସ୍ତା। ସେ କ'ଣ ହେଇଛି କି ମୋ ପୁଅ ଟିକେ ଭାଷଣ ଦେଇଦେଇଛି ପ୍ରଧାନମନ୍ତ୍ରୀଙ୍କ ଉପରେ ଆଉ ମୁଖ୍ୟମନ୍ତ୍ରୀଙ୍କ ଉପରେ ଏ ନୋଟିସ୍ ହେଇଛି। ଆଉ କ'ଣ ଅଛି କି? ଆମେ ତ ମେଲା ମୁଁ ଡାକିଲି ସାର୍ ଏନି ଡେ ଆସନ୍ତୁ। ଇନ୍ଦିରା ଗାନ୍ଧୀ ଆୟୁର୍ବେଦିକ ମେଡିକାଲ କଲେଜ ଉପରେ ଗୋଟେ ନୋଟିସ୍ ହେଇଛି ଯେ ଡିପାର୍ଟମେଣ୍ଟରୁ ହେଇଛି ତମେ ଜମି ଅନ୍ୟକୁ ହସ୍ତାନ୍ତର କରିଛ, ଭଡ଼ା ଲଗେଇଛ ଇତ୍ୟାଦି ଇତ୍ୟାଦି। ମୁଁ ତାଙ୍କୁ ଚ୍ୟାଲେଞ୍ଜ ଦେଇକିରି ଚିଫ୍ ସେକ୍ରେଟାରୀ ମହୋଦୟ ଅତି ଭଦ୍ର ଲୋକ, ଅତି ସରଳ ଲୋକ। ମୁଁ ଯେତେବେଳେ ଲୋକଙ୍କ କାମ ପାଇଁ ଆସେ ସେ ଫଟାଫଟ କରନ୍ତି। ଆଜି ମଧ୍ୟ ସେ ପ୍ରାଞ୍ଜଳ ଭାବେ ବୁଝିଲେ 40 ବର୍ଷ ତଳେ ଇନ୍ଦିରା ଗାନ୍ଧୀଙ୍କ ନାଁରେ ଗୋଟେ କଲେଜ କରାଗଲା, ଆୟୁର୍ବେଦିକ କଲେଜ। ସେଠୁ 2070 ଡାକ୍ତରାଣୀ ପାସ୍ ଆଉଟ୍ ସମସ୍ତେ ଜବ୍ରେ। 3 ବର୍ଷ ତଳେ ଆମ କଲେଜକୁ ପରମିଶନ ବନ୍ଦ କରିଦେଲେ। ପ୍ରତି 2 ବର୍ଷରେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦିଏ ପରମିଶନ। ଆୟୁର୍ବେଦିକ ବିଭାଗର ମନ୍ତ୍ରୀ ତାଙ୍କୁ ଆପ୍ରୁଭ୍ ଦିଅନ୍ତି। 30ଟା ସିଟ୍ ମାତ୍ର ଦିଅନ୍ତି। ଦେଲେ ବନ୍ଦ କଲେ। ମୁଁ ଯାଇ ଦେଖା କଲି। ସେ ଜଣେ ହେଉଛନ୍ତି ଗୋଆ ଲୋକ। ମୋତେ କହିଲେ ଆପଣ ଇନ୍ଦିରା ଗାନ୍ଧୀଙ୍କ ନାଁଟାକୁ କାଟି ଦିଅନ୍ତୁ, ଭୁବନେଶ୍ୱର ଆୟୁର୍ବେଦିକ ମହାବିଦ୍ୟାଳୟ କଲେ। ସେ କ'ଣ ହେଇଛି କି ମୋ ପୁଅ ଟିକେ ଭାଷଣ ଦେଇଦେଇଛି ପ୍ରଧାନମନ୍ତ୍ରୀଙ୍କ ଉପରେ ଆଉ ମୁଖ୍ୟମନ୍ତ୍ରୀଙ୍କ ଉପରେ ଏ ନୋଟିସ୍ ହେଇଛି।